ମୁଁ ପରା ତମ ପାଖରେ ଅଛି। କାହିଁକି ଏବେ ହେଲେ କଣ ଓହୋ କିନ୍ତୁ ମାନେ ବିସର୍ଗ ଚନ୍ଦ୍ରବିନ୍ଦୁ ଦେବା ଦରକାର ନାହିଁ ମାନେ ବନବଦ ବି ପଢିବା ଦରକାର ନାହିଁ ମାନେ ଆଉ ବିଲେଇ ବାଡ଼ି ଧରିବା ଦରକାର ନାହିଁ। କଇଟା କଣ କହିଲା ଜାଣିଛ? ସେ କହିଲା ତମେ ମୋର ଆଉ ମୁଁ ତମର।
सफा आलुआ भितर तुम तार सफा रूपटा को देखीछ से रात्रि अंधार भितर तुम तार राक्षस रूपटा को देखी ना रात्रि अंधार भितर नारी मानकर चित्कार तुम मैंने देखी ना रात्रि अंधार भितर रक्तर नदी सृष्टि कर तुम मैंने देखी ना तथापि बापा लोक मैंने मुंडे लगाती सलाम करुच्ची लोक मैंने महामानवर आख्या देती यापर जब तुम तार रेफर देव ताले लोक मैंने तुमको पागल कहे पागल कहतु पागल बोली मत कहतु यही पागल पागल मुझे फाँसी गुंज पर्यंत घोषाड़ी घोषाड़ी लड़ाई से दिन पर्यंत करी लड़ाई तुम हारीज बापा सांघातिक भाव में हारीज तुम अरे लड़ाई हेले जड़े जिते आउ जड़े हारे जदि मु लड़ाई हारी जाए ताले मु कहबी दुनिया में धर्म बोली किछि नाही बुझिबो तो किछि सुनिबिनी मु तानारे साथ से युद्ध तुम ओहरी आस प्रश्न उठुनी लड़ाई करने मो पाखे सत सिंह बल अच्छी हाथ में तलवार धरने ताकत अच्छी जब मत लड़ाई में साहय न कर तू दूर बाटे चली जा मुझे छाड़बी मुझे एफआईआर देवी नारी मान उचित न्याय देवी आउ से सांबादिक को उचित न्याय देवी हमें गोटे प्रकार पागल हो जाइए हमें कौन भाव दुनिया गोटे माटी कोटी तुम साधारण उपस्थिति बदल दब आपा ए दुनिया को परिवर्तन करने पूर्व प्रथम तुम निजे परिवर्तन मैंने कौन कहवा चाहूँ तू मानव भी तो हूँ गोटे निया पिंडुला ता सहित लगे तुम तो जली बजाड़ ता सागर तुम पुओटा को भी जानीदेव ताहले मु कहबी तोर पुलिस वर्दी पिंधार नथिला अरे जदि निरीह झील मान न्याय दे पारुनु चाकरी करूछु कहीं चाकरी रिजाइन दे दे मु चाकरी रिजाइन दे तुम पेट को भात जीव ना बस बाबा बस रिटायरमेंट जहाँ पैसा मिला अनाथ आश्रम को दान कर दो पुरस्कार जहाँ पैसा मिला नारी निकेतन दान कर प्रति मासरे घर केमी चलुची तार कभी हिसाब रखी आमर पाठर मेडिसिन खर्च के से कथा केवे भाविच कौन रोगटा दिन को दिन बढ़िबार लगी से कथा केवे भाविच पाठटा मेडिसिन न खाइले मरी जीव से कथा केवे चिंता कर बाहरी पड़ला कौन युद्ध करने युद्ध तमें समस्ते कहूँ मुझे छाड़देवी मुझे छाड़बी मुझे एफआईआर देवी आउ से सांबादिक को उचित न्याय रक्षक भक्षक साजिश बापा तुम नीति आदर्श मैंने कहीं बुझे तथापि मो नीति आदर्श रु के जीवनी मुझे देखी ना एफआईआर देवी देवी मुझे एफआईआर देखी धर्म अधर्म युद्ध जय कहार हो हाँ हाँ
एते भक्ति देखा किसी दरकार नहीं ସାର୍ ଆପଣ ହେଉଛନ୍ତି ମୋ ଗୁରୁ ଆଉ ମୁଁ ଆପଣଙ୍କର ଶିଷ୍ୟ ଆପଣଙ୍କ ଗୁରୁ କୌଣସି ଛାତ୍ରର ଭାଗ୍ୟରେ ନଥାଏ ସାର୍ ସାର୍ ଏଟା ମୋର ପେଟ ପାଟଣା କଥା ଆରେ ପେଟ ପାଟଣା ପାଇଁ ଯେଉଁ କୌଣସି ଗୋଟାଏ ନାଟ ହେଇଗଲା ଏଇଥରକ ପାଇଁ କ୍ଷମା କରୁଛନ୍ତି ସାର୍ ମୁଁ କଥା ଦଉଛି ସାର୍ ଆପଣଙ୍କ କଥାକୁ ମୁଁ ଅକ୍ଷର ଅକ୍ଷରେ ପାଳନ କରିବି ଆଲୋ ଦେବୁ ଆଉ ଫେର ଯା ମୋ ସାଙ୍ଗ ପାଇଁ ଟିକେ କଫି ନାଇଁ ଗୁରୁମା ଏ ସରବତ ଫରବତ ମୋର କିଛି ଦରକାର ନାହିଁ ମୁଁ କେବଳ ଆସିଥିଲି ଆପଣମାନଙ୍କ ସହିତ ଦୁଇ ପଦ କଥାବାର୍ତ୍ତା ହେଇ ଚାଲିଯିବି ଏମିତି କେମିତି ହବ ତମେ କେତେ ବଡ଼ ଘରର ପୁଅ ଆମ ଘରେ ବାଟ ଦେଇଛ ଖାଲି ମୋର ଚାଲିଯିବ କେମିତି ମୁଁ ଯାଉଛି ସାଙ୍ଗେ ସାଙ୍ଗେ ସରବତ ନେଇ ଆସିବ ସର୍ବତ ଆଣିବାକୁ ଯାଉଛ ତମେ ଚୁପ୍ କର ତମ ମଣିଷ ପଣିଆ ସବୁ ଲୋପ ପାଇଗଲାଣି ବାପା ତମେ ଛିଡ଼ା ହେଇଥା ମୁଁ ଯାଉଛି ସାଙ୍ଗେ ସାଙ୍ଗେ ହେ ଗାୟତ୍ରୀ ସର୍ବତ ଆଣିବା ତ ଦୂରର କଥା ତାକୁ ମୋ ଘରୁ କେହି ପାଣି ଟୋପେ ବି ଦେଇପାରିବେ କେହି ପାଣି ଟୋପେ ଦେଇପାରିବେ ତମ ମୁଣ୍ଡ କଣ ଖରାପ ହେଇଯାଇଛି ମୋ ମୁଣ୍ଡ ଖରାପ ହେଇଯାଇଛି ଏ ଶୈତାନଟା ମୋ ମୁଣ୍ଡ ଖରାପ କରିଦେଇଛି ଏ ଶୈତାନ ବାହାର ମୋ ଘରୁ ବାହାର କହୁଛି ବାପା ନିଜକୁ ଟିକେ କଣ୍ଟ୍ରୋଲ କର ବାପା ମାନବକୁ ତ ଭାବୁଛନ୍ତି ଏ ଘରର ଅତିଥି ଅତିଥି କଣ ଏମିତି ଅପମାନ କରାଯାଏ ଠିକ ନୁହଁ ଆରେ ସର୍ପର ଦଂଶନ ଯେତିକି ଭୟଙ୍କର এই সর্পটা ঘর ভিতরକୁ ଆସିବା ସେତିକି ଭୟଙ୍କର ହେଲେ କଦର୍ଯ୍ୟ ଲୋକଟା ଯେତିକି ଭୟଙ୍କର ତାକୁ ଅତିଥି ଭାବରେ ଗ୍ରହଣ କରିବା ସେତିକି ଭୟଙ୍କର ମୁଁ ମାନୁଛି ସାର୍ ମୁଁ ଗୋଟାଏ କଦର୍ଯ୍ୟ ଲୋକ ହେଲେ କଦର୍ଯ୍ୟ ଲୋକଟା ଯେତେବେଳେ ଭଲ ମଣିଷ ହେବାକୁ ଚେଷ୍ଟା କରୁଛି ଗୋଟେ ଭଲ ମଣିଷର ଆଶ୍ରୟ ଦରକାର ଆଉ ସେ ଭଲ ମଣିଷଟା ଯଦି ଏ କଦର୍ଯ୍ୟ ମଣିଷଟାକୁ ପାଦରେ ଆଡ଼େଇ ଦିଏ ତାହେଲେ କଦର୍ଯ୍ୟ ମଣିଷଟା କ'ଣ ଭଲ ମଣିଷ ହେଇପାରିବ ସାର୍ ମୋ କଥା ମାନନ୍ତୁ ସାର୍ ମୋ କଥା ମାନିଲେ ଆମ ଦୁଇ ଜଣଙ୍କ ପରିବାର ପାଇଁ ମଙ୍ଗଳ ହବ ତାମାନେ କଣ କହିବାକୁ ଚାହୁଁଛୁ ତୁ ସାର୍ ମୁଁ କହିବାକୁ ଚାହୁଁଥିଲି ସାର୍ ଆପଣଙ୍କର ଝିଅ ଗୀତା ଆଉ ମୋ ଭାଇ ରାଜ ଏ ଦୁଇ ଜଣଙ୍କ ମଧ୍ୟରେ ବାହାଘର କରିଦେଇଥିଲେ କେମିତି ହୁଅନ୍ତା କଣ କହିଲୁ ମୋ ଝିଅ ଗୀତା ସହିତ ତ ଭାଇ ରାଜର ବାହାଘର ଏ କଥା କହିବା ଆଗରୁ ତୋର 1000 ଥର ଭାବିବାର ଠିକ ଗୀତା ହଉଛି ମୋ ଝିଅ ତାର ବାହାଘର କୋଉଠି ହବ ନ ହବ ସେ କଥା ମୁଁ ଚିନ୍ତା କରିବି ବାପା ତ ପ୍ରସ୍ତାବଟା ସିଏ ଦେଇନାହାନ୍ତି ତ ପ୍ରସ୍ତାବଟା ମୁଁ ଦେଇଛି କାହିଁକି ନା ମାନଗୋବିନ୍ଦ ହେଉଛନ୍ତି ମୋ ବାଲ୍ୟ ବନ୍ଧୁ ଆଉ ସେଥିପାଇଁ ତାଙ୍କ ସାନ ଭାଇ ରାଜ ସହିତ ଆମ ଗୀତାର ବାହାଘର କରିବା ପାଇଁ ମୁଁ ଗୋଟେ ପ୍ରକାର ଫାଇନାଲ କରିସାରିଛି ଫାଇନାଲ କରିବାକୁ ତୁ କିଏ ଗୀତା ହଉଛି ମୋ ଝିଅ ତାର ବାହାଘର କୋଉଠି ହବ କୋଉଠି ନ ହବ ସେ କଥା ମୁଁ ଚିନ୍ତା କରିବି ହେଲେ ଗୋଟେ ଆଣ୍ଟି ସୋସିଆଲର ଭାଇ ସହିତ ମୋ ଗୀତାର ବାହାଘର ମୁଁ କେବେ କରେଇଦେବି କେବେ ନୁହେଁ ବାହାଘର ପ୍ରସ୍ତାବ ନେଇ ମୁଁ ଆପଣଙ୍କ ଘରକୁ ଆସିଥିଲି ସାର୍ ହେଲେ ସେ ପ୍ରସ୍ତାବକୁ ଆପଣ ପ୍ରତ୍ୟାଖ୍ୟାନ କଲେ ହେଲେ ମନେ ରଖନ୍ତୁ ସାର୍ ମୁଁ ହେଉଛି ମହାମାନ୍ୟ ମାନଗୋବିନ୍ଦ ମହାପାତ୍ର ମାନିଲେ ଗୋବିନ୍ଦ ଆଉ ନ ମାନିଲେ ମନ୍ଦ ଆମ ମୂଳ ମନ୍ତ୍ର ହେଲା ନାରୀ ସେବା ନାରାୟଣୀ ସେବା अरे याद रख रात को 12 बजे मैं पैदा हुआ
তুমি ବି ଏ କଥା କହିପାରୁଛ ଆଉ କଣ ତମ ରୀତି ଆଦର୍ଶରେ ଭଗବାନ ମଠାକୁ ମୁଣ୍ଡରେ ମୁଣ୍ଡେ ନିଖା ମାରିବ ଆଚ୍ଛା ତମେ ଏପର୍ଯ୍ୟନ୍ତ ଘର ପାଇଁ କରିଛ କଣ ବରଂ ନିଜ ସ୍ୱାର୍ଥରେ ଅନ୍ଧ ହେଇ ଆମ ସମସ୍ତଙ୍କୁ ସମର୍ପଣ କରିଦେଇଛ ଅଞ୍ଜଳି ଦେଇଦେଇଛ ତମେ ଭାଉଜ ତମେ ବାପାଙ୍କ ସହିତ ଏମିତି କଣ କଥା ଗୀତା ତମେ କହୁନ ତମ ବାପାଙ୍କ ସାଙ୍ଗରେ ମୁଁ କେମିତି କଥା ହେବି କେମିତି କହିବ ତମ ବାପାଙ୍କ ସାଙ୍ଗରେ ମୁଁ ଠିକ୍ ସେମିତି କଥା ମୁଁ ବୁଝିପାରୁନି ସମସ୍ତଙ୍କ ଭଲ ମନ୍ଦ ବୁଝିବା ପାଇଁ ଆମେ କଣ ଘର ଠିକା ନେଇଛୁ ତମର ମନେ ରଖିବା ଉଚିତ ବାପା ହଉଛନ୍ତି ଏ ଘରର ମୁରବୀ ଶିଷ୍ଟାଚାର ରଖି କଥାବାର୍ତ୍ତା କର ଆଚ୍ଛା ମୁରବୀକୁ କହିଲେ ତମ ଦି ଭାଇ ଭଉଣୀକୁ ବାଧି ଯାଉଛି ଆଉ ମୋ ସ୍ୱାମୀକୁ କହିଲେ ମତେ ବାଧୁ ମାଗଣାରେ ବସି ଖାଉଛ ତ ମାନ ଅପମାନ ହିସାବ ରଖିବୁ ତ ଆଉ କଣ এই গীতা তুই কইলু তুই এ প্রস্তাব রাজি না দেখি তুই যদি এ প্রস্তাব রাজি হবু তাহলে মু মানে গোবিন্দর সহিত যাই কথাবার্তা ହଁ ଗୀତା ଗୀତା ତମ ଉପରେ ସବୁ ନିର୍ଭର କରେ ତ ନହେଲେ ମାନକ ବିନ୍ଦୁ ବାବୁ ଯୋଉଭଳି ଲୋକ ତମ ଭାଇଙ୍କୁ ବିପଦରେ ପକେଇଦେବେ ଆଲୋ এই গীতা ତୁ କିଛି କହୁନୁ କାହିଁକି କଣ କହିବି ଭାଇ ଭାଇ ହିସାବରେ ଗୋଟେ ଚରିତ୍ରମାନ ବର ଖୋଜି ଆଣି ଦେବା ଦାୟିତ୍ୱ ହେଉଛି ତମର ତା ନକରି ଗୋଟେ ନଷ୍ଟ ଚରିତ୍ର ଅମଣିଷ ସହିତ ମୋ ବାହାଘର କରିଦେବା ପାଇଁ କହୁଛ ମୁଁ ପଛେ ବାହା ନ ହୋଇ ସାରା ଜୀବନ ଅବିବାହିତ ରହିବି ହେଲେ ମୋତେ ଯେତେ ଥର ପଚାରିବ ମୁଁ କେବଳ ସେଇ ଗୋଟିଏ କଥା କହିବି ମୁଁ ସେ ନଷ୍ଟ ଚରିତ୍ର ମଣିଷକୁ କେବେ ବି ବାହାଇବିନି ହଉ ହେଲା ଭାଇର ମାନ ସମ୍ମାନ ଉପରେ ତମର ଯଦି ଖାତିର ନାହିଁ ହେଲେ ମୁଁ ବି ଦେଖିବି ତମର ଏ ବୁଢା ବାପା ଆଉ ତମର ସାନ ଭାଇ କୋଉ ଦେବ କାନ୍ଥର ବସାଇଲେ ତମକୁ ମୋ ନାଁ ମନୀଷା ମୋ ଆଖିରେ ନିଶା ମୋ ଠୁଲି ମୋ ଦେହରେ ଥରେ ଯିଏ ନିଆଁ ଲଗାଏ ମୋ ମୁଣ୍ଡକୁ ଚଢ଼ିଯାଏ ନିଶା बोला तो पुआ बहु झाड़ी दे चली गले भारी भल लगे तुम तुमको अरे तुमको मु केते थरा मना करे छी तुमे मो कथा सुनिलनी कुकुर लांकुड़ा परी बंका भारी तो बड़ा बड़ा कथा कहि देल झियो बाहा घर पाई कोठी टंका रखिछ तुमको मु केते थरा कहि छी पुआ बहु को हाथ टेका दान रे आमे बंची छे से जहा कहले बटा किछि करबनी ताको कथारे प्रतिबाद करबनी तबे एमिते बडी सते नीति आदर्श को सब बेला जापुडी धरिल कहार के घर टिके शांति रे नखे तबे कहार तू ଆଉ ଛିଡ଼ା ହେଇ ରହିଲୁ କାହିଁକି ସାନ ତୋ ମନକୁ ଯାହା ଅଛି ତୁ କହିଦେଇ ଚାଲିଯା ନା ଜନ୍ମ ଦେଇଛନ୍ତି ଯେତେବେଳେ ତମ ମାନଙ୍କଠାରୁ ଶୁଣିବେନି ତ ଆଉ କାହାଠାରୁ ଶୁଣିବେ କହ ତୋ ମନକୁ ଯାହା ଆସୁଛି ତୁ କହିଦେଇ ଚାଲିଯା କଣ କହିବି ଲୋ ଭଉଣୀ ତୋ ଭାଇଟା ତ ଗୋଟେ ଅଥର୍ବ ପଙ୍ଗୁ ଅନ୍ୟର ହାତ ଟେକାକୁ ଅନାଇ ବସିଛି ନା କାହା ସାହାଯ୍ୟରେ ଆସିପାରୁଛି ନା କାହାକୁ ସାହାଯ୍ୟ କରିପାରୁଛି କେବଳ ଗୋଟିଏ ଅଭିଶପ୍ତ ଜୀବନରେ ହିଁ ବଞ୍ଚିଛି ହେ ଭଗବାନ ମତେ ତୋ ପାଖକୁ ନେଇ ଯାଉନୁ କାହିଁକି ମତେ ତ ମାରି ଦଉନୁ ତମ ନୀତି ଆଦର୍ଶକୁ ମୁଁ ମାନିଥାନ୍ତି ତମକୁ ଗୋଟେ କଥା କହୁଛି ବାପା ତମେ ଅନ୍ୟକୁ ପରିବର୍ତ୍ତନ କରିବା ବଦଳରେ ନିଜକୁ ପରିବର୍ତ୍ତନ କରିଦିଅ ନହେଲେ ଏ ସମାଜ ତୁମକୁ ଧୋକା ଦେବ ଆଉ ସେଥିରେ ଏ ସମାଜର ଧୋକା ତମେ ସହିପାରିବନି ବାପା ତମେ ସହିପାରିବନି ବାପା ଆରେ ଏମିତି ଗୋଟେ ନିଷ୍ପତ୍ତି ନେଇ ମୁଁ କଣ କିଛି ଭୁଲ କରିଦେଇଛି ନାଇଁ ବାପା ତମର ମୋ ଠାକୁର ତମ ନିଷ୍ପତ୍ତି ମୋ ପାଇଁ ଆଶୀର୍ବାଦ ବାପା ଆଶୀର୍ବାଦ ନାଇଁ ମା ତୋର ଏ ବାପା ଆଜିର ସ୍ୱାର୍ଥପର ସମାଜରେ
बड़ घर शाशु घर जोगाड़ करने को मु असमर्थ रे माँ तमे मो बाहागर कथा काहे चिंता करछ कहलो बाबा मु मानुछि बाहागर गोटे आवश्यकता हिता हेले निष्पत्ति नहे दरकार पड़िले मो बाहा न होई पाई अरे माँ तू सेमिति कहनी मु तोर बाहागर करिबी तोर बाहागर किछि न दे पारिले भी गोटे सचोट आ चरित्रवान मनुष्यटे खोजिकी देबी अरे माँ आउ से सचोट चरित्रवान मनुष्यटा किए जानिछु मोरी नीति आदर्श रे गढ़ा मोरी छात्र संपर्क मारे तू जानी संपर्क आउ तू तमे दुहे परस्पर को भल पाउछ तुम दुई जनकर भल पाइबा को सम्मान जणाई मु तुम दी जनकर बाहाघर करदेबी रे माँ अरे माँ मु तुम दी जनकर बाहाघर करदेबी कथा दउची रे माँ मु कथा दउची एई फगुण रे बाजिब बाजा हेला पासरा लोहा जो अधिकालगा हेला जना हेलो रे हेला पासरा लोहा जो हेला
नमस्कार मैडम। नमस्कार, के तमे? राज, तमे एठी? कॉलेज लाइफ আজি পর্যন্ত তম পছরে গড়ি গড়ি আছে হেলে তম পাটু সে গোটাই শব্দ কোন না তমে কোন কইব চাহ তমে? সে সম্পর্ক তোমার এতে নিজের হয়ে গেল এ রাত তোমার কেহিনো সেটা হচ্ছে মো পার্সোনাল ম্যাটার। মো পার্সোনাল ম্যাটার মুন্ডা খেলে রাখ তমে কি? এথর তমে কাম কাম রাখি পারো। এতে শীঘ্র তুই চালি গলে মো হৃদয়ের কথা কহিনি কার কোন কইব চাহ? সেই গোটাଏ ପାଠ ପାନ୍ଥଶାଳାର ବ୍ଲାକବୋର୍ଡରେ ମୁଁ ଯାହା ସବୁବେଳେ ଲେଖେ ଗୀତା ଆଇ ଲଭ୍ ୟୁ। বন্ধ কর তোমার সমাজ কথা। ତମ ବାପା ଭାଗବତ ମାଷ୍ଟ୍ରେ କ୍ଲାସରେ ମୋତେ ବହୁତ ପିଟିଛନ୍ତି ତଥାପି ବି ମୋ ସ୍ୱାଭାବିକ ମୁଁ ବଦଳେଇ ପାରିନି କେବଳ ସେଇଥିପାଇଁ ମୋ ଖୁସି ପାଇଁ ମୋ ଭାଇ ତମ ଘରକୁ ବିବାହ ପ୍ରସ୍ତାବ ନେଇ ଆସିଛି ହେଲେ ତମ ବାପା ଭାଗବତ ମାଷ୍ଟ୍ରେ ଅତି ନିଷ୍ଠୁରତା ଭାବେ ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ମୋ ଭାଇକୁ ବେଜିତ କଲେ ତଥାପି ବି ମନରେ ଟିକେ ବି ଦୁଃଖ ନାହିଁ କାହିଁକି ନା ମୁଁ ତମକୁ ଭଲ ପାଏ। ତମ ଭଲ ପାଇବା ନ ପାଇବାରେ ମୋର କିଛି ଯାଏସ୍ ନାହିଁ। ଏଥର ତମ କାମରେ ତମେ ଆସିପାର। রাজ রাজেন্দ্র মহাপাত্র ঘরে যাহাকে ভাল পাইবা আরম্ভ করে সেটাকে নিশ্চয় হাসাই দেখিলি ততে মু যৌদিন নহলি গলা মোক্ষ গলা মন କେତେ ଖୁସି ଦେଖ ଆଜି ବହୁତ ଖୁସି ମହାତ ଛାଡ଼ ଜମା ଛାଡ଼ ମହାତ ଆମେ ଛାଡ଼ ଦେ। ଆଜି କେବଳ ତତେ ମୋ ହାତରେ ମାରିଛି ଆଉ ଥରେ ଯଦି ତୁ ମୋ ସହିତ ଅଭଦ୍ରାମି କରିଥିବୁ ସେଦିନ ସିଧା ତତେ ଜୋତାରେ ପିଟିବି। আবে শোন তুই যেতে জলে মতে পিটিব সেতে জলে মো দেহর তাটিটা বড়ি বড়ি দিব ଆଉ ସେ ତାଟିଟାକୁ କଣ୍ଟ୍ରୋଲ ନ କରିପାରି ମୁଁ ତୋ ଉପରେ ମାରି ବସିବେ ଏ ରାଜ ବଗିଚାରେ ଫୁଟୁଥିବା ଫୁଲକୁ ପ୍ରଥମେ ଚୁମ୍ବନ କରେ ପରେ ଯାଇ ସେ ଦେବତାଙ୍କ ପୂଜାରେ ଲାଗେ ସେ ସମ୍ପର୍କ ସହିତ ତ ସମ୍ପର୍କ ଗଢ଼ି ଉଠିବା ପୂର୍ବରୁ ମୁଁ ତୋତେ ଏଇଠି ନଷ୍ଟ କରିଦେବି ନୁହେଁ ହଁ ବଇଠାକୁ ମହାପ୍ରସାଦ ଭାବି ଖାଇବା ଏ ରାଜ କେବେ ପସନ୍ଦ କରେ ନା ପ୍ରଥମେ ଖାଇବି ମୁଁ ତାପରେ ସେ ସମ୍ପର୍କ ଗୋଟେ ସୁନ୍ଦର ଦେହଟାକୁ ବଳି ଖିନ୍ ଖିନ୍ କରି ଖାଇ
पानी मिलिबो राजेंद्र महापात्र शहरे फुटुथिबा फुलको प्रथमे राज चुम्बन परे जाइछे देवतांक पूजारे लागि बुझिलो Bye.